পুত্র দানি তোর পাদে করুছে দইলি মা গো করম সালি মা গো করম সালি। ଶରଦର ଭସା ମେଘ ପରି ବର୍ଷଟିଏ ଆସେ ଆଉ ଫେରି ଯାଏ, କେବେ ବନ୍ୟା ତ ପୁଣି କେବେ ମରୁଡ଼ି। ସୁଖ ଶାନ୍ତିର ବର୍ଷଟିଏ ପଶ୍ଚିମ ଓଡ଼ିଶାର ଜନଜୀବନରେ ବିରଳ। କେଉଁ ପ୍ରାଚୀନ କାଳରୁ ଅନାହାର, ମଡ଼କ ଏବଂ ମୃତ୍ୟୁ ସହ ଯୁଝି ଯୁଝି ଏଠାକାର ଲୋକ ଖୋଜି ପାଇଛନ୍ତି ଏକ ନୂତନ ଜୀବନ ଦର୍ଶନ। ପ୍ରତିଟି ଘଟଣାକୁ ଉତ୍ସବ ମୁଖର କରିବା, ସୁଖ ଦୁଃଖର ସ୍ମୃତିକୁ ସାଇତି ରଖିବା, ଆଉ ଏଇଥିପାଇଁ ଆଦରି ନେଇଛି ପ୍ରକୃତିକୁ ପୂଜା ଓ ପ୍ରାର୍ଥନା କରିବାକୁ, କୃତଜ୍ଞତା ଜଣାଇବାକୁ। ଏହି ପୂଜା ପ୍ରାର୍ଥନାର ଉତ୍ସବରୁ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ରୂପ ନେଇ ସୃଷ୍ଟି ହୋଇଛି ନୂଆ ନୂଆ ଯାତ୍ରା। ଯାତ୍ରା ଜନଜୀବନରେ କେବଳ ସୁଖ ଦୁଃଖର ସ୍ମୃତି ନୁହେଁ, ଜୀବନକୁ ବୁଝିବାର ଏକ ଏକ ପ୍ରୟାସ। ପ୍ରକୃତ ଅର୍ଥରେ ଯାତ୍ରା କ'ଣ? ପଶ୍ଚିମ ଓଡ଼ିଶାର ଲୋକଯାତ୍ରା ସମ୍ପର୍କରେ ଗବେଷଣାରତ ପ୍ରଫେସର ଡକ୍ଟର କୁମୁଦ ରଞ୍ଜନ ପାଣିଗ୍ରାହୀ ନିଜସ୍ୱ ମତାମତ ବ୍ୟକ୍ତ କରନ୍ତି। ଯାତ୍ରାଟା ମୁଖ୍ୟତଃ ଗୋଟେ ଧର୍ମୀୟ ଅନୁଷ୍ଠାନ ଏବଂ ଏଥିରେ ଲୋକଦେବତା ହଉ ବା ପୌରାଣିକ ଦେବତା ହଉ, ଯେକୌଣସି ଦେବତାକୁ ପୂଜା କରାଯାଏ, ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଆନ୍ତି ଏବଂ ପୁଣି ଫେରି ଆସନ୍ତି। ଅନ୍ୟ ସ୍ଥାନକୁ ଯିବା ଅର୍ଥ ହେଉଛି ଯେ ତାଙ୍କର ଆସ୍ଥାନରୁ ସେ ବାହାରି ଗ୍ରାମ ଭ୍ରମଣ କରନ୍ତି ଏବଂ ଲୋକମାନଙ୍କର ଦୁଃଖ ସୁଖ ବୁଝନ୍ତି ଏବଂ ବୁଝି ସାରିଲା ପରେ ପୁଣି ସେମାନେ ଫେରି ଆସନ୍ତି। এই ଯାତ୍ରା ମୁଖ୍ୟତଃ ତିନୋଟି ଗୋଟେ ସ୍ୱରୂପକୁ ନେଇକି ହୁଏ। ଗୋଟେ ଯାତ୍ରାରେ ମୂର୍ତ୍ତି ଭ୍ରମଣରେ ଯାଆନ୍ତି, ଯେମିତି ରଥଯାତ୍ରାରେ ଯାଏ। ଅନେକରେ ବରୁଆ ଯାଏ, ଯେଉଁଥିରେ କି ଗୋଟେ କୌଣସି ବ୍ୟକ୍ତି ଭିତରେ ଦେବତା ପ୍ରବେଶ କରନ୍ତି ଏବଂ ସେ ଗାଁ ବୁଲେ ଏବଂ ଲୋକଙ୍କର ଦୁଃଖ ସୁଖ ସବୁ ବୁଝେ। ଏବଂ ଅନେକ ସମୟରେ ଗୋଟେ ଦେବତାର ପ୍ରତୀକ ମଧ୍ୟ ଯାଆନ୍ତି। ଯେମିତି ପାଟଖଣ୍ଡା ଯାତ୍ରାରେ ଗୋଟେ ତିନୋଟି ଲୁହା ଯାଏ। ତେଣୁ ଏଗୁଡ଼ିକକୁ ଯିବା ଆସିବାଟାକୁ ଯାତ୍ରା ବୋଲିକି ସାଧାରଣତଃ ଗ୍ରହଣ କରାଯାଏ ଏବଂ ଏହାର ଗୋଟେ ଧର୍ମୀୟ ଅନୁଷ୍ଠାନ। ଏ ଅଞ୍ଚଳରେ ଯେଉଁ ବିଭିନ୍ନ ଯାତ୍ରା ଅନୁଷ୍ଠିତ ହୋଇଥାଏ, ଏସବୁ ଏ ଅଞ୍ଚଳର ଆଦିବାସୀ ସଂସ୍କୃତି ହେଲା, ଲୋକ ସଂସ୍କୃତି ହେଲା, ଏସବୁ ସହିତ କିଭଳି ଭାବରେ ଜଡ଼ିତ ଅଛି? ଯାତ୍ରାର ଲୋକମାନଙ୍କ ବିଶ୍ୱାସ ଉପରେ ହିଁ ନିର୍ଭର କରେ। ଏଣୁ ତାଙ୍କର ଯେଉଁ ଇଷ୍ଟ ଦେବତା ଥାଆନ୍ତି, ସେମାନେ ଭାବନ୍ତି ଯେ ସେ ହେଉଛି ସେମାନଙ୍କ ଅଭିଭାବକ ବା ଗାର୍ଡ଼ିଆନ୍। ଏଣୁ ସେମାନେ ଚାହାନ୍ତି ଯେ ତାଙ୍କ ଗାର୍ଡ଼ିଆନ୍ ବା ତାଙ୍କ ଅଭିଭାବକ ବର୍ଷକ ଥରେ କିମ୍ବା ଦୁଇଥର ଗାଁ ସାରା ବୁଲି ଲୋକଙ୍କର ଦୁଃଖ ସୁଖ ଆଖିରେ ଦେଖି ସେ ତାଙ୍କ କଥା ବୁଝୁ। ଏବଂ ସେଥିପାଇଁ ଏହି ସମୟରେ ବିଭିନ୍ନ ତାଙ୍କର ଲୋକ ଆସନ୍ତି, ଯାତ୍ରା ହୁଏ, ମେଳା ହୁଏ ଏବଂ ଲୋକେ ଗୋଟେ ଉତ୍ସବ ପାଳନ କରନ୍ତି। ଏହି ଉତ୍ସବ ଭିତରେ ଗୋଟେ ନ୍ୟାସନାଲ ଇଣ୍ଟିଗ୍ରେସନ୍ ଭଳିଆ ପରସ୍ପର ଭିତରେ ଗୋଟେ ସଦ୍ଭାବ ସୃଷ୍ଟି ହୁଏ ଏବଂ ସେ ନିଜ ଧର୍ମର ବିଶ୍ୱାସକୁ ବା ନିଜ ଜାତିର ବିଶ୍ୱାସକୁ ସେମାନେ ବଜାୟ ରଖନ୍ତି। ଆପଣ ଦୀର୍ଘ ଦିନ ହେଲା ଏ ଦିଗରେ ଗବେଷଣା କରିଛନ୍ତି। ଏ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଯାତ୍ରା ଗୁଡ଼ିକର ବିଶେଷତ୍ୱ କ'ଣ? ବିଶେଷତ୍ୱ ତ ଯାତ୍ରାର ଉଦ୍ଦେଶ୍ୟଟା ଏକା, କିନ୍ତୁ ଏଠି ଯେଉଁ ବିଭିନ୍ନ ପ୍ରକାରର ଯେଉଁ ଆମର ଟ୍ରାଇବାଲ ଗଡେସ୍ ଅଛନ୍ତି ବା ଗଡ୍ ଅଛନ୍ତି ବା ଆମର ଲୋକ ଦେବତା ଅଛନ୍ତି, ଏମାନେ ଆମର ପୌରାଣିକ ଦେବତା ଠାରୁ ଅଲଗା। ବୈଦିକ ହଉ ବା ପୌରାଣିକ ହଉ, ଏଇ ଲୋକ ଦେବତା ଯେମିତି ଚନ୍ଦନ ଭାଟିର ଘଷିଆନ ହେଲା, ଚର୍ଦ୍ଦେଇ ହେଲା ଚର୍ଦ୍ଦାର ବା ଘଣ୍ଟାଶୁଣୀ ହେଲା ଟିଟଲାଗଡ଼ର ବା ଦ୍ୱାରସିନୀ ହେଲା ସିନ୍ଧେକେଲାର, ଏଇ ଦେବତାମାନେ ସାଧାରଣତଃ ଲୋକ ଦେବତା ଏବଂ ଲୋକଙ୍କର ପାଇଁ ହିଁ ଆଞ୍ଚଳିକ ଯାତ୍ରା ହୁଏ ବା ଆଞ୍ଚଳିକ ଧର୍ମ ବିଶ୍ୱାସ ଏଗୁଡ଼ିକ ଏତେ ପରିମାଣରେ ହୁଏ ଏଠି ଯେ ଏଗୁଡ଼ିକ ଆମର ଓଡ଼ିଶାର ଅନ୍ୟତ୍ର ଏତେ ଦେଖାଯାଏ ନାହିଁ। ଏବଂ ପୃଥିବୀରେ ବି ଗ୍ରୀକରେ ମଧ୍ୟ ଡାଇନୋସିସ୍ଙ୍କର ଯାତ୍ରା ହୁଏ, କିନ୍ତୁ ସେଗୁଡ଼ିକ ସେ ପରମ୍ପରା ଅଛି। କିନ୍ତୁ ଆମର ଏଠି ଗୋଟେ ଜାତି ଭିତରେ କାହିଁକି ନା ଆମର ଓଡ଼ିଶାରେ ବିଶେଷ କରି ଭିନ୍ନ ଜାତି ଅଛନ୍ତି, ଟ୍ରାଇବାଲ ଅଛନ୍ତି, ଲୋକ ଅଛନ୍ତି, ବ୍ରାହ୍ମଣ ଅଛନ୍ତି, କ୍ଷତ୍ରିୟ ଅଛନ୍ତି। କିନ୍ତୁ ଏଇ ଯେଉଁ ଯାତ୍ରା ବେଳେ ସମସ୍ତେ ସେ ଦେବୀଙ୍କୁ ବିଶ୍ୱାସ କରନ୍ତି ଏବଂ ସେ ସମସ୍ତେ ସେଥିରେ ଯୋଗ ଦିଅନ୍ତି, ଯାହାଫଳରେ କି ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ସୃଷ୍ଟି ହେଇଥାଏ।
ଆପଣ ତ ଏ ଦିଗରେ ଗବେଷଣା କରିଛନ୍ତି, ବିଭିନ୍ନ ଅଞ୍ଚଳକୁ ଯାଇଥିବେ, ନିଜେ ଯାତ୍ରା ଦେଖିଥିବେ। କୋଉ ସବୁ ଯାତ୍ରା ଆପଣଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଛି? ଏମିତି ସିନ୍ଦିକେଲାର ଦ୍ୱାରସିନୀ ଯାତ୍ରା, ସୋନପୁରର ବୟଲ ଯାତ୍ରା, ଜୋରାସିଂହାର ପାଟଖଣ୍ଡା ଯାତ୍ରା, ସୁଳିଆ ଯାତ୍ରା କୁମରିଆର, ଏପରିକି ଚନ୍ଦନଭାଟିର ଘୋଷେନ ଯାତ୍ରା, ଏଭଳି ଅନେକ ଯାତ୍ରା ଅଛି ଯେଉଁଗୁଡ଼ିକ ଭିତରେ ଆମେ ଦେବତା ଏବଂ ଲୋକ ଭିତରେ ଯେଉଁ ଚମତ୍କାର ସମ୍ପର୍କ ଆମେ ଦେଖିବାକୁ ପାଉ। ଏଠି ଦେବତା ମୁକ୍ତିଦାତା ନୁହନ୍ତି, ଇଏ ଦୁଃଖ ସୁଖ ବୁଝିବା ଭଳିଆ ଗୋଟେ ଅଭିଭାବକ, ଯାହାକୁ କି ସେ ନିଜର ଦୁଃଖ ଜଣାଏ ଏବଂ ସେ ଆଶା କରି ଦେବତା ତାକୁ ତାର ଦୁଃଖକୁ ଦୂର କରିବେ। ଏଣୁ ଏଇ ଯାତ୍ରା ଭିତରେ ଆମେ ସେଇ ଯେଉଁ ଭଗବାନ ସହିତ ଯେଉଁ ବଡ଼ ବଡ଼ ଜିନିଷ ଅଛି, ମୁକ୍ତି ଇତ୍ୟାଦିକୁ ଆମେ ଦେଖିବାକୁ ପାଉନାହୁଁ। ଯେ ଗୋଟେ ଭଗବାନ ଦେବତା ଗୋଟେ ଚମତ୍କାର ଶକ୍ତି ଯିଏକି ତାର ଦୁଃଖ ଦୂର କରିପାରିବ, ଏହା ହିଁ ଲୋକେ ଭାବେ। ଆଉ ଏଇ ସବୁ ଯାତ୍ରା ଭିତରେ ଆମେ ଦେଖୁ ଯେ ଲୋକ ତାର ନିଜର ବୈଷୟିକ ଜୀବନ ସହିତ ଦେବତାକୁ ଯୋଡ଼ିଥାଏ ଏବଂ ଦେବତା ମଧ୍ୟ ସେଇ ଦୃଷ୍ଟିରୁ ଲୋକ ଭିତରେ ପଶି ବରୁଆ ଏଇଟା ମୁଖ୍ୟ ଚରିତ୍ର, ବରୁଆକୁ ବହୁତ ସେଇ ବରୁଆ ମାଧ୍ୟମରେ ହିଁ ସତେ ଯେମିତି ଦେବତା ଲୋକମାନଙ୍କର ସବୁ କଥାକୁ ବୁଝିଥାନ୍ତି। ଏଣୁ ବା ସେଥିପାଇଁ ଏଇ ଯାତ୍ରା ସହିତ ଜାତିର କୌଣସି ସମ୍ପର୍କ ନାହିଁ, କେବଳ ଦେବତା ପ୍ରତି ବିଶ୍ୱାସଟା ହିଁ ସମସ୍ତଙ୍କୁ ଏକତ୍ରିତ କରିଥାଏ। ଏବେ ବି ବହୁ ସଂଖ୍ୟାରେ ଯାତ୍ରା ଅନୁଷ୍ଠିତ ହେଉଛି, ତେବେ ଏମିତି କୌଣସି ଯାତ୍ରା ଆପଣଙ୍କ ନଜରରେ ଅଛି ଯୋଉଟା ଧୀରେ ଧୀରେ ଲୋପ ପାଇ ବସୁଛି? ଯାତ୍ରା ଗୁଡ଼ିକ ଅନେକ ଗୁଡ଼ିଏ ଲୋପ ପାଇଗଲାଣି, କାରଣ ଅନେକ ଗୁଡ଼ିଏ ଯାତ୍ରା ଯୋଉଟା ମୁଁ ଦେଖିଛି, କାଦ ଯାତ୍ରା, ବିହନଛିନା ଯାତ୍ରା, ଅନେକ ଯାତ୍ରା ଅଛି, ସେଟା ଏବେ ବିଶେଷ ଆଉ ହଉନାହିଁ। କାରଣ ବର୍ତ୍ତମାନ ଚାଷୀମାନେ ମଧ୍ୟ ଅନେକ ଟ୍ରାକ୍ଟର ଆଧୁନିକ ଉପକରଣ ବ୍ୟବହାର କଲେଣି, ଏଣୁ ସେ ଉପରେ ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ଏଣୁ କିନ୍ତୁ ଯେଉଁ ଯାତ୍ରା ଗୁଡ଼ିକ ଟିକେ ବଡ଼ ଜାଗାରେ ଅନୁଷ୍ଠିତ ହେଉଛି ଏବଂ ସେଇ ଦେବତା ପ୍ରତି ଯାହା ବେଶୀ ବିଶ୍ୱାସ ରହିଛି, ସେଭଳି ଦେବତାଙ୍କର ଯାତ୍ରା ଏବେ ବି ଚାଲୁଛି। କିନ୍ତୁ ଆଗ ଭଳି ସେଭଳି ଆଉ ବିଶେଷ କିଛି ଲୋକଙ୍କର ଆଗ୍ରହ ବା କର୍ମକର୍ତ୍ତାଙ୍କର ଯେଉଁ ଆଗ୍ରହ ବିଶେଷ ସେଭଳି ନାହିଁ। କିନ୍ତୁ ତାହା ଯେହେତୁ ଗୋଟେ କାହିଁକି ଅନେକ ସମୟରେ ମୁଁ ଦେଖୁଛି ଯେ ଦ୍ୱାରସିନୀ ଯାତ୍ରା ବର୍ଷେ ବର୍ଷେ ବନ୍ଦ ହେଇଯାଏ କୌଣସି କାରଣରୁ, ଏମିତି ଅଛି, କିନ୍ତୁ ଅନେକ ଲୋପ ପାଇଗଲାଣି। ତେବେ ଏସବୁ ଯେଉଁ ଯାତ୍ରା ରହିଛି, ଏସବୁକୁ ବଞ୍ଚାଇବା ପାଇଁ କ'ଣ ପଦକ୍ଷେପ ନିଆଯାଇପାରେ? ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ ହେଉ କିମ୍ବା ଜନସାଧାରଣଙ୍କ ଦ୍ୱାରା ହେଉ? ନାଇଁ, ଯେଉଁ ଯାତ୍ରା ଗୁଡ଼ିକ ଲୋକମାନଙ୍କ ଆନନ୍ଦ ଦେଉଛି, ହୁଏତ ସେମାନଙ୍କ ଭିତରେ ଗୋଟେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ସ୍ଥାପନ କରୁଛି, ସେଇଭଳି ଯାତ୍ରାକୁ ରଖାଯାଇପାରେ। ଅର୍ଥାଭାବ ହେଉଥିବ ଏବେ, କାରଣ ଆଗେ ଜମିଦାର ରାଜାମାନେ ଏହା ବିଶେଷ କରି ପାଳନ କରୁଥିଲେ ବା ଏହାର ଯାତ୍ରା ତାଙ୍କର ସମର୍ଥନ, ଯାତ୍ରା ପ୍ରତି ତାଙ୍କର ସମର୍ଥନ ଥିଲା। ଏଣୁ ସରକାର ବହୁତ ପଇସା କିଛି ଦେଇପାରନ୍ତି ଏବଂ ଲୋକଙ୍କର ଆଗ୍ରହ ଆପେ ଆପେ ଆସିଯିବ। କାରଣ ଏହି ଅନୁଷ୍ଠାନ ଭିତରେ ଯାତ୍ରାଟେ ହେଲେ ଲୋକମାନଙ୍କର ମଧ୍ୟ ଗୋଟେ ଆନନ୍ଦ ଉତ୍ସବ ପାଳିତ ହୁଏ, ଏଇଭଳି କରାଯାଇପାରେ। ପ୍ରତି ଗାଁରେ ଅନୁଷ୍ଠିତ ହୁଏ ସାମୂହିକ ଯାତ୍ରା ଗ୍ରାମଦେବୀଙ୍କ ପାଇଁ। ଚାଷୀ ଚାଷ କରିବା ଆଗରୁ ଦେବଦେବୀଙ୍କର ଆଶୀର୍ବାଦ ନିଏ ଫସଲ ପାଇଁ, ଭଲ ଅମଳ ପାଇଁ। ପ୍ରତି ଜନଜାତି ମଧ୍ୟ ନିଜର ଇଷ୍ଟଦେବୀଙ୍କ ପାଇଁ ପାଳନ କରନ୍ତି ଯାତ୍ରା। ଅରଣ୍ୟ, ପର୍ବତ, ଉପତ୍ୟକା, ନଦନଦୀଙ୍କ ପୂଜା ଉତ୍ସବରୁ କେବେ କେବେ ସୃଷ୍ଟି ହୁଏ ଆଞ୍ଚଳିକ ଯାତ୍ରା। ରାଜା, ଜମିଦାର ନିଜର ଇଷ୍ଟଦେବୀଙ୍କ ପାଇଁ ଯାତ୍ରା ପାଳନ କରନ୍ତି ମହା ଆଡ଼ମ୍ବରରେ। ପୁଣି କେତେକ ଯାତ୍ରା ଭିତରେ ଥାଏ ଅତୀତ ଘଟଣାର ସ୍ମୃତି, ପୌରାଣିକ ଘଟଣାର ନାଟକୀୟ ଉପସ୍ଥାପନ। ବଲାଙ୍ଗୀର ଓ ସୋନପୁର ଅଞ୍ଚଳର ଯାତ୍ରା ଏଇଥିପାଇଁ ବିଚିତ୍ର ଓ ବିଭବମୟ। ବିଶିଷ୍ଟ କବି ଓ ସାହିତ୍ୟିକ ଡକ୍ଟର ଶ୍ରୀନିବାସ ଉଦ୍ଗାତା। ଯାତ୍ରା ଆବହମାନ କାଳରୁ ମଣିଷ ଭିତରେ ଗୋଟେ ଆସ୍ଥା, ତା ସହିତ ସ୍ୱାଭାବିକ ରୀତିରେ ଗୋଟେ ମନୋରଞ୍ଜନ ଏବଂ ଆମର ଯେ ସମାଜ ବା ସମ୍ପ୍ରଦାୟ ଭିତରେ ରହିଥିବା ଗୋଟେ
ଆତ୍ମୀୟ ଭାବର ସ୍ଥାପନ ନିମନ୍ତେ ଆବହମାନ କାଳରୁ ଚାଲି ଆସିଛି। ଯେହେତୁ ଭାରତ ଗୋଟେ ଆଧ୍ୟାତ୍ମିକ ଧାର୍ମିକ ବିଶ୍ୱାସର ଦେଶ, ତା ଭିତରେ ଗୋଟେ ଧର୍ମର ସଂସ୍ଥାପନ ସ୍ୱାଭାବିକ ଭାବରେ ତା ଭିତରକୁ ଆସିଯାଇଛି ଏବଂ ତାରି ଭିତ୍ତିକ ହେଇକରି ବିଭିନ୍ନ ଜାଗାରେ ବିଭିନ୍ନ କ୍ଷେତ୍ରରେ ସାମାନ୍ୟତମ ଭେଦରେ ଏଇ ମୁଖ୍ୟ ଉଦ୍ଦେଶ୍ୟଟାକୁ ନେଇ ହିଁ ଯାତ୍ରା ଗୁଡ଼ିକ ଅନୁଷ୍ଠିତ ହେଉଛି। ଆପଣ ତ ଏ ଅଞ୍ଚଳର ବାସିନ୍ଦା, ଯେକୌଣସି ଯାତ୍ରାରେ ନିଶ୍ଚିତ ଭାବରେ ସାମିଲ ହୋଇଥିବେ। ଯେତେବେଳେ ଆପଣ ଏଭଳି ଏକ ଯାତ୍ରାରେ ସାମିଲ ହୁଅନ୍ତି ଆପଣଙ୍କୁ କିଭଳି ଲାଗେ? ପୌରାଣିକ ଜିନିଷ ଗୁଡ଼ିକର ଯେତେ ବି ପୁନରାବୃତ୍ତି ହେଇଥାଏ ତାର ତ ଗୋଟେ ମୂଳ କ୍ଷେତ୍ରଟି ରହିଛି, ଯେମିତି ବାଲ୍ମୀକିଙ୍କର ରାମାୟଣ ହେଲା କି ବ୍ୟାସଦେବଙ୍କର ମହାଭାରତ ହେଲା କି ଭାଗବତ ହେଲା, ଏମିତି ଯାହା କିଛି ବା ଶାକ୍ତ ପୁରାଣ ମାନଙ୍କ ଭିତରେ। ତେବେ ତା ଭିତରେ ଗୋଟାଏ କଥା ଅତି ଆନନ୍ଦ ଦିଏ ଏଇଆ ଯେ ଆମର ଯେ ଲୋକ କବି ଗୁଡ଼ିକ, ଧରନ୍ତୁ ଦଣ୍ଡ ଗୋଟେ ଶିବ ଓ ଉମାଙ୍କର ପର୍ଯ୍ୟାୟର, ରାମଲୀଳା ଗୋଟେ, ଏମିତି ଅନେକ ଗୁଡ଼ାଏ, ଯେମିତି ଅନ୍ୟାନ୍ୟ କ୍ଷେତ୍ର ଗୁଡ଼ିକରେ ହରିକଥା, ପାଲା ଆଦି ଆଦି ଭିତରେ ଯେ ବିଭିନ୍ନ କଥା ଗୁଡ଼ିକ ରହିଥାଏ, ସେମାନେ ଅନେକ ସମୟରେ ଗୋଟେ ନୂଆ କଥା କହୁଥାନ୍ତି ମୂଳରୁ। ତାକୁ ଆପଣ ଗୋଟେ ଆଞ୍ଚଳିକ ପ୍ରଭାବ କୁହନ୍ତୁ କିମ୍ବା ସେ ଯେ ଲୋକକବି ମାନଙ୍କର ଭୂମିକା ରହିଛି ସେମାନଙ୍କର ଭୂମିକାର ଗୋଟେ ଔଜ୍ଜଲ୍ୟ ଦିଗ ବୋଲି ଭାବନ୍ତୁ, କିମ୍ବା ସେଠି ଯେ ଅଂଶଗ୍ରହଣ କରୁଥିବା ଅଭିନେତା ଅଭିନେତ୍ରୀ ତାଙ୍କ ଭିତରେ ରହିଥିବା ସାମାନ୍ୟ ଟିକେ ସ୍ଫୁରଣ, ଯୋଉଟାକି ସେମାନେ ଆଜ୍ଞା ଏମିତି କରନ୍ତୁନି, ଏମିତି କଲେ ଟିକେ ଭଲ ଲାଗନ୍ତା, ସେ ଯେ ନୂଆ ନୂଆ କଥା ଦେଖିବାକୁ ମିଳେ ତାହା ଅତି ଆନନ୍ଦଦାୟକ ହେଇଥାଏ। ଯାତ୍ରା ତ ଆମ ଦେଶର ପ୍ରାୟ ସବୁ ଅଞ୍ଚଳରେ ପାଳିତ ହୁଏ। ଆମ ଦେଶ ହେଉଛି ଧର୍ମ ଭାବନାର ଦେଶ। ଏ ଅଞ୍ଚଳରେ ଯେଉଁ ବିଭିନ୍ନ ଯାତ୍ରା ଅନୁଷ୍ଠିତ ହୋଇଥାଏ ସେଗୁଡ଼ିକର ନିଶ୍ଚିତ ଭାବରେ ବିଶେଷତ୍ୱ ରହିଛି। ତେବେ କେଉଁ କେଉଁ ଯାତ୍ରା କେବଳ ବଲାଙ୍ଗୀର ଓ ସୋନପୁର ଅଞ୍ଚଳରେ ପାଳିତ ହୋଇଥାଏ? କାହିଁକିନା ବଲାଙ୍ଗୀର ସୋନପୁର ଭିତରେ ଶାକ୍ତ ଉପାସନାର ଗୋଟେ ମୁଖ୍ୟ ଭୂମିକା ରହିଛି। ତେଣୁକରି ଆପଣ ଦେଖିଥିବେ ଯେ ଗାଁ ଗାଁରେ କାଳସୀ, ଗାଁ ଗାଁରେ ଚୈତ୍ର ଏବଂ ଦଶହରା ଭିତରେ ଯେ ପାଳିତ ହେଉଥିବା, ଏପରିକି ଛୋଟିଆ ଗୋଟେ ଛୋଟିଆ ଗାଁଟେ ଅଛି, ଗାଁର ଗୋଟେ ବରଗଛଟିକି ଆଉ କଣଟେ ଗଛ ଅଛି, ତା ଭିତରେ ଦିଟା ପଥରରେ ସିନ୍ଦୁର ଲାଗି ଗୋଟେ ଗ୍ରାମ ଦେବୀର ନାଁ ଦେଇଛନ୍ତି, ସେଠି ମଧ୍ୟ ମେଳା ମହୋତ୍ସବ ହୋଇଥାଏ। ଏବଂ ତାରି ସାଙ୍ଗରେ ଲୋକ ସମାବେଶ ସ୍ୱାଭାବିକ ହେଇଥାଏ। ତେଣୁକରି ପ୍ରାଧାନ୍ୟ କଥାଟି ହେଉଛି ଏ ଶାକ୍ତ ଉପାସନାର ଜିନିଷ ଗୁଡ଼ିକ। ତାପରେ ବାକି ଯେଉଁ କଥା ଗୁଡ଼ିକ ରହିଲା ତା ଭିତରେ ଗୋଟେ ଦଣ୍ଡ ହେଲା, ରାମଲୀଳା ହେଲା। ଏଠି କୃଷ୍ଣଲୀଳାର ପ୍ରଚଳନ ଏତେ ବେଶୀ ନାହିଁ, ତେବେ ମୁଖ୍ୟତଃ ରାମାୟଣ ଓ ଶୈବ ଉପାସନାକୁ ଭିତ୍ତି କରିକି ତା ଭିତରେ ରହିଛି। ଆମର ଏଇ ଅଞ୍ଚଳରେ ମୁଖ୍ୟତଃ ଆପଣ ଗୋଟେ କଥା ଦେଖିଥିବେ ଯେ ଶୀତଳ ଷଷ୍ଠୀ ଯେଉଁ କେରଳରେ, କନ୍ୟାକୁମାରୀରେ, ଭୁବନେଶ୍ୱରରେ ବି ଯେଉଁ ପାଳିତ ହେଉଛି, ଗୋଟେ ଭବ୍ୟ ରୀତିରେ ପାଳିତ ହେଉଛି, ତାହା ଏକଦମ ସତ। କିନ୍ତୁ ଗୋଟେ ଅପୂର୍ବ ସତ୍ୟ ହେଉଛି ଆମର ଏଠି ଯେ ସେ ଦେବଦେବୀଙ୍କୁ ଆମେ ଗୋଟେ ମାନବୀକୃତ ରୂପରେ, ଯେମିତିକି ଆପଣ ଦେଖିବେ ଯେ ଦିଟା ପରିବାର ଅଛନ୍ତି, ଦିଟା ପରିବାର ଭିତରେ କିଏ ଗୋଟେ ମାତୃକୂଳର ନେଲା, କିଏ ପିତୃକୂଳର ନେଲା, ସେମାନେ କନ୍ୟା ପିତା ବର ପିତା ହେଇଗଲେ ସତରେ ଯେମିତି ତାଙ୍କ ନିଜର ଝିଅ ପୁଅକୁ ବାହା କରୁଛନ୍ତି, ଝିଅକୁ ବାହା ଦେଇକରି ଜ୍ୱାଇଁଟେ ପାଉଛନ୍ତି ବା ଜ୍ୱାଇଁଟିକୁ ପାଇକରି ଗୋଟେ ଝିଅଟେ ପାଉଛନ୍ତି। ଏମିତି ଯେ ତାଇଟିଏ ଯୋଉଟା କାଳିଦାସଙ୍କର ଅପୂର୍ବ ଭାବରେ କୁହାଯାଇଥିଲା ଯେ ଯେତେବେଳେ ଶିବ ବିବାହ ପାଇଁକି ଆସିଲେ ଉମାଙ୍କ ପାଖକୁ, ସେତେବେଳେ ସମ୍ପୂର୍ଣ୍ଣ ହିମାଳୟ ପ୍ରଦେଶ ଯେମିତି ଗୋଟେ ପରିବାର ହେଇଗଲା। ତ ଏଠି ସେ ନୂଆ କଥାଟି ଆମକୁ ଦେଖିବାକୁ ମିଳେ, ସତରେ ଯେମିତି ତାଙ୍କ ଘରେ ଗୋଟେ ଅନୁଷ୍ଠିତ ହେଉଛି। ଏ ଜିନିଷଟି ଭାରତବର୍ଷର କୋଉଠି ନାହିଁ। ପୁରାଣ ଓ ଇତିହାସର ସ୍ମୃତିକୁ ନେଇ ଅଞ୍ଚଳରେ କେଉଁ ଯାତ୍ରା ସବୁ ଅନୁଷ୍ଠିତ ହୋଇଥାଏ? ଯେ ଗୋଟେ ହେଉଛି ଆପଣଙ୍କର ଏ ଧନୁଯାତ୍ରା ପର୍ଯ୍ୟାୟରେ ଆପଣ ଦେଖୁଛନ୍ତି ଯେ ଆମେ ଭାଗବତର କିଛି ଅଂଶକୁ ନେଉଛୁ। ରାମଲୀଳାର ମାଧ୍ୟମରେ ତ ସମ୍ପୂର୍ଣ୍ଣ କ୍ଷେତ୍ର ବିଶେଷରେ ଗାଁ ଗାଁ ଭିତରେ ଯେଉଁ ଆଞ୍ଚଳିକ ପ୍ରୟୋଗ ଗୁଡ଼ିକ ରହିଛି ତାର ଭେଦଟାକୁ ଛାଡ଼ିଦେଲେ ମୂଳ କଥା ହେଲା ଏଇଆ। ତାପରେ ମୁଖ୍ୟ ଭୂମିକା ଆଉ ଗୋଟେ ନିଏ ଦେବୀ ଓ ଶିବ ପୁରାଣର, ଯୋଉଟା ଦଣ୍ଡରେ ପ୍ରାଧାନ୍ୟ ବିସ୍ତାର କରିଥାଏ ଏବଂ କୃଷ୍ଣଲୀଳା ଆଦି ବିଭିନ୍ନ କଥା ସେଇ ଶିବଙ୍କର ଆଳରେ ଦଣ୍ଡ ଭିତରେ ବି ଅନ୍ତର୍ଭୁକ୍ତ ହେଇକି ରହିଛି। ରାମଲୀଳା ରହିଛି, ସେ ରାମଲୀଳା ଭିତରେ ବି ସେ ସବୁଯାକ ଯେଉଁ ମୂଳ କଥାଟି ରହିଛି ତାର ଏକମାତ୍ର ଆଧାର ହେଉଛି ମନୋରଞ୍ଜନ, ଆଧ୍ୟାତ୍ମିକତା ପ୍ରତି ଗୋଟେ ଆସ୍ଥା ଓ ବିଶ୍ୱାସ। ଗାଁ ଗହଳରେ ଆମେ ଯେ ସହରରେ ଯେ ବୈଜ୍ଞାନିକ ଉପକରଣ ପାଉଛୁ, ବିଭିନ୍ନ ଆମୋଦର ସାମଗ୍ରୀ, ସେମାନେ ତାହା ପାଆନ୍ତିନି ତ, ବା ଅପେକ୍ଷାକୃତ କମ୍ ପାଆନ୍ତି।
ତେଣୁକରି ସେଟା ଗୋଟେ ଅପୂର୍ବ ମାଧ୍ୟମ ଲୋକ ସମାବେଶର ଏବଂ ମନୋରଞ୍ଜନର। ଲୋକଙ୍କ ମଧ୍ୟରେ ଏସବୁ କିଭଳି ଭାବରେ ସାଂସ୍କୃତିକ ଏକତା ଆଣିପାରୁଛି? ସବୁ ସମୟରେ ଗୋଟେ ଜିନିଷ ଦେଖିବେ ଯେ ରାଜା ମାନଙ୍କ ଦ୍ୱାରା ପ୍ରଚଳିତ ଜିନିଷ ଗୁଡ଼ିକ ସାଧାରଣତଃ ପ୍ରଜା ପାଳନ କରିଥାଏ। ତେବେ ବଂଶାନୁକ୍ରମରେ ଯେଉଁ ରାଜାମାନେ ତାଙ୍କର ବିଭିନ୍ନ ଇଷ୍ଟଦେବୀଙ୍କୁ ରଖିଛନ୍ତି, ସେ ଇଷ୍ଟଦେବୀଙ୍କ ନାଁରେ ଗୋଟେ ଗୋଟେ ପର୍ବ ଗୋଟେ ଗୋଟେ ଯାତ୍ରାର ପାଳନ ପ୍ରତ୍ୟେକ କ୍ଷେତ୍ରରେ ହେଉଛି। ସୁରେଶ୍ୱରୀଙ୍କର ସେଠି ହେଲା, ଏଠି ହେଲା ବଲାଙ୍ଗୀରରେ। ସେ ଯାତ୍ରା ଗୁଡ଼ିକ ଭିତରେ ଗୋଟେ ଆଦିବାସୀ ବହୁଳ ବିଶ୍ୱାସକୁ ନେଇକରି ସେ ରାଜାମାନେ ସେ ଧରଣର ଗୋଟେ ଗୋଟେ ପ୍ରଚଳନ କରିଛନ୍ତି। ତ ପ୍ରଚଳନ କରିଥିବା ଭିତରେ ସେ କାଳକ୍ରମରେ ଏବଂ ସେ କ୍ଷେତ୍ରର ପ୍ରସିଦ୍ଧି ଅନୁସାରେ ତାହା ବହୁ ରୂପରେ ପ୍ରତିଭାତ ହେଇଛି, ବହୁ ରୂପରେ ପ୍ରଚଳିତ ହେଇଛି। ପୌରାଣିକ କଥାବସ୍ତୁକୁ ଅତୀବ ମନୋରମ ରୂପରେ ଉପସ୍ଥାପନ କରନ୍ତି କେତେକ ଯାତ୍ରା। ଗାଁର ସମଗ୍ର ଚୌହଦି ହୋଇପଡ଼େ ଏକ ରଙ୍ଗମଞ୍ଚ। ପୂଜା ଅର୍ଚ୍ଚନା ଆମୋଦ ଓ ଭକ୍ତି ଭିତରେ ଉପସ୍ଥାପିତ ଏହି ଯାତ୍ରା ଜନମାନସକୁ ମୋହିତ କରେ। ଗାଁ ଦାଣ୍ଡରେ ଅବତରଣ କରନ୍ତି ପୌରାଣିକ ଚରିତ୍ର ସବୁ। ଏମିତି ଏକ ଲୋକଯାତ୍ରାର ପରିସ୍ଫୁଟନ ହୁଏ ଭାଲେରର ଧନୁଯାତ୍ରା ଉତ୍ସବରେ। ଅକ୍ରୁର ଧନୁଯାତ୍ରାକୁ ଗୋପପୁରରେ ବଢୁଥିବା ମୋର ଦୁଇ ଭଣଜା କୃଷ୍ଣ ବଳରାମଙ୍କୁ ଆଦରରେ ନିମନ୍ତ୍ରଣ କରି ଆଣିବ। ଯେ ଆଜ୍ଞା ମହାରାଜ। ହଁ, ଆଉ ନନ୍ଦକୁ କହିବ 100 ଭାର କ୍ଷୀର 100 ଭାର ଦହି ଗୋପାଳ ମାନଙ୍କ ହାତରେ ପଠେଇବ। ମହାରାଜ, ଏତେ ଲୋକ ଆସିଲେ ଆମର କିଛି ଅସୁବିଧା ହେବ ନାହିଁ ତ? କଂସର ସାମର୍ଥ୍ୟ ଉପରେ ତମର କଣ ଆସ୍ଥା ନାହିଁ ଅକ୍ରୁର? ଅଘା ଶକଟା ପରି କେତେ ବୁଢା ବୀରଙ୍କୁ ମାରିଦେଲେ ବୋଲି ଗୋପାଳ ପିଲାଙ୍କୁ ମହାମଲ୍ଲ ମନେ କରୁଛ? ଗୌଡ଼ ବାଡ଼ି ନାଚ ଆଉ ମଲ୍ଲ ଯୁଦ୍ଧ ଚାଣୁର ମୁଷ୍ଟିକଙ୍କ ସହ ମଲ୍ଲ ଯୁଦ୍ଧ କଲେ ଆପେ ବୁଝିଯିବେ ମୃତ୍ୟୁ କେମିତି ସେମାନଙ୍କୁ ନିମନ୍ତ୍ରଣ କରୁଛି। ଅକ୍ରୁର। ଯେ ଆଜ୍ଞା ମହାରାଜ। ହଁ, ଶୁଣ, ସେମାନେ ଯେମିତି ଜାଣିପାରିବେ ନାହିଁ ଏଇ ଧନୁଯାତ୍ରାର ରହସ୍ୟ। ପିଲା ଲୋକ ସେମାନଙ୍କୁ ବୁଝେଇବ ମାମୁଁ ସେମାନଙ୍କୁ କେତେ ସ୍ନେହ କରେ। କହିବ ଏ ଆଖି କେମିତି ଅନ୍ଧ ହୋଇଯାଉଛି ସେମାନଙ୍କୁ ଦେଖିବା ପାଇଁ। ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ସଜ୍ଜିତ ହୋଇଛି ମଥୁରାର ଏଇ ରାଜପଥ। ଘରେ ଘରେ ପୂର୍ଣ୍ଣ କୁମ୍ଭ ମଙ୍ଗଳ ତୋରଣ। ମଥୁରା ନଗରୀର ସମସ୍ତେ କେମିତି ତାଙ୍କୁ ଦେଖିବା ପାଇଁ ଉଚ୍ଛନ୍ନ। ବୁଝାଇବ ଅକ୍ରୁର, ଆଉ ସେମାନଙ୍କୁ ନିଶ୍ଚୟ ସାଙ୍ଗରେ ଆଣିବ। ଏ ଅଞ୍ଚଳର ଯାତ୍ରାରେ ରହିଛି ଆମ ସଂସ୍କୃତିରେ ଥିବା ବିବିଧତା, ଜନଜାତି ଓ ଆର୍ଯ୍ୟ ଗୋଷ୍ଠୀର ସହାବସ୍ଥାନର ଇତିହାସ। ଆଦିମ କାଳରୁ ସହାବସ୍ଥାନର ଯେଉଁ ପରମ୍ପରା ଚାଲି ଆସିଛି, ଯାତ୍ରାରେ ରହିଛି ତାର ଲୁପ୍ତପ୍ରାୟ ରୂପ। ଆଜି ଢୋଲ ବାଜିଲେ ଉତ୍ସବ ମୁଖର ହୁଏ ଗାଁ। ମାଦଲର ମଧୁର ବାଦ୍ୟରେ ବିଭୋର ହୁଏ ଆଶ୍ୱିନ ଶୁକ୍ଳ ପକ୍ଷର ଜହ୍ନ। ପଶ୍ଚିମ ଓଡ଼ିଶାର ଲୋକଯାତ୍ରା ଏ ବିଭୋରତାର ଏ ଆନନ୍ଦମୟ ମୁହୂର୍ତ୍ତମାନଙ୍କର ଏକ ସରସ ଉପସ୍ଥାପନ। ଦ୍ୱିତୀୟ ଭାଗରେ ଉପସ୍ଥାପିତ ହେବ କାଦୁଯାତ୍ରା ବା ଆଷାଢ଼ ଖେନା। ଆଷାଢ଼ ମାସର କାଦୁଯାତ୍ରା, ଚାଷ ପୂର୍ବରୁ ମାଟି ମାର ପ୍ରାର୍ଥନା।
ଦ୍ୱିତୀୟ ଭାଗରେ ରହିଛି ଲଙ୍କାପୋଡ଼ି ଯାତ୍ରା। ସୋନପୁରକୁ ପୌରାଣିକ ଲଙ୍କାପୁରୀ କହୁଥିବାର ବିରଳ ସ୍ମୃତି। କଲାସି ଯାତ୍ରାକୁ ନେଇ ଉପସ୍ଥାପନ ରହିଛି ଚତୁର୍ଥ ଭାଗରେ। ପଞ୍ଚମ, ଷଷ୍ଠ ଓ ସପ୍ତମ ଭାଗରେ ଯଥାକ୍ରମେ ସ୍ଥାନ ପାଇବ ଜରାସିଂହାର ପାଟଖଣ୍ଡା ଯାତ୍ରା, ପାଟଣାଗଡ଼ର ପାଟମେଶ୍ୱରୀ ଯାତ୍ରା ଓ ସୋନପୁରର ବଳିଯାତ୍ରା। ଅଷ୍ଟମ ଭାଗରେ ଉପସ୍ଥାପିତ ହେବ ମାହେଶ୍ୱରୀ ଯାତ୍ରା। ନବମ ଭାଗ ଆଲୋକପାତ କରିବ ଟିଟଲାଗଡ଼ର ଘଣ୍ଟାଶୁଣି ଯାତ୍ରାକୁ। ସିନ୍ଧେକେଲାରୁ ବୁଢ଼ାଦେଓ ବରଯାତ୍ରୀ ରୂପେ ଯାତ୍ରା କରନ୍ତି ଇଚ୍ ଗାଁକୁ। ସେହି ଯାତ୍ରା ହେଉଛି ଦୁଆରସେନୀ ଯାତ୍ରା। ଉପସ୍ଥାପିତ ହେବ ଦଶମ ଭାଗରେ। ଏକାଦଶ ଓ ଦ୍ୱାଦଶ ଭାଗ ଆଲୋକପାତ କରିବ ଯଥାକ୍ରମେ ସୁଲିଆ ଓ କଲଙ୍ଗାଦଣ୍ଡା ଯାତ୍ରା ସମ୍ପର୍କରେ। ତ୍ରୟୋଦଶ ଭାଗରେ ସ୍ଥାନ ପାଇବ ଚନ୍ଦଲିପାଟ ଯାତ୍ରା। ଚତୁର୍ଦ୍ଦଶ, ପଞ୍ଚଦଶ ଓ ଷୋଡ଼ଶ ଭାଗରେ ଯଥାକ୍ରମେ ରହିବ କୁନ୍ଦାଦେଓ ଯାତ୍ରା, ଚୁଡ଼ାଖାଇ ଯାତ୍ରା ଓ ଦଣ୍ଡ ଯାତ୍ରା। କର୍ଲାପାଟ ଯାତ୍ରା ଓ ଘଷିଆନ୍ ଯାତ୍ରାରେ ସାମିଲ ହୋଇପାରିବେ ସପ୍ତଦଶ ଓ ଅଷ୍ଟାଦଶ ଭାଗରେ। ঊনବିଂଶ ଓ ବିଂଶ ଭାଗରେ ଯଥାକ୍ରମେ ସ୍ଥାନ ପାଇଛି ଚରଦେଇ ଓ କରମା ଯାତ୍ରା। बरसके 12 मास तेरो जातारा, बरसके 12 मास तेरो जातारा, गाँ के केते जातारा, मास के मास केते जातारा, बिने ठाने भिने भेष सबले बिने ठाने भिने भेष बिने भिने भेष बिने भिने भेष बिने भिने भेष कांडाल खाई रे।
ହେଲା ରେ